শরণাগত দিনাথম পরিত্রাণং পরায়ণী সর্বসাতে ঘরে দেবী মা শারদে দেবী নমস্তুতি। জয় মা শারদা। আজিକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଇଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ଇଏ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ଇଏ ସେୟାର କରୁଛୁ। ଆଉ ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରିକି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ଇଏ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହେବ। ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ, ପଶୁମାନଙ୍କର ଏ ରାଜା ହେଉଛି ଆଜ୍ଞା ସିଂହ। ସିଂହର ବିନା ଅନୁମତିରେ କୌଣସି ଇଏ କାର୍ଯ୍ୟ ଇଏ କରିପାରିବେନି। ଯଦି କାହାର ଆପତ୍ତି ଥାଏ ସିଂହ ନିକଟକୁ ଆସିଲେ ରାଜା ତାର ଆପତ୍ତି କି ବୁଝାମଣା କରିବେ। ଦିନକର କଥା, ଗୋଟିଏ ପଡ଼ିଆରେ ଷଣ୍ଢଟିଏ ଘାସ ଖାଉଛି ଏବଂ ତାର କିଛି ଦୂରରେ ଗୋଟିଏ ଘୋଡ଼ାଟିଏ ମଧ୍ୟ ସେ ବି ଘାସ ଖାଉଛି। ଷଣ୍ଢ କହିଲା, ହେ ଘୋଡ଼ା, ଏ ପଡ଼ିଆଟା ହେଉଛି ମୋର। ପ୍ରତ୍ୟେକ ଦିନ ମୁଁ ଆସେ କେବଳ ଏଠି ଘାସ ଖାଏ, ତୁ କାହିଁକି ଆସିଛୁ? ଘୋଡ଼ା କହିଲା, ଆରେ ଷଣ୍ଢ, ଏ ପଡ଼ିଆଟା ହେଉଛି ମୋର ଏବଂ ମୁଁ ପ୍ରତ୍ୟେକ ଦିନ ଆସି ଏଠି ଘାସ ଚରେ, ତୁ କାହିଁକି ଆସିଛୁ? ଷଣ୍ଢ ଘୋଡ଼ା ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା। ଷଣ୍ଢ କହିଲା, ଏ ମୋ ପଡ଼ିଆ, ତୁ ଏଠୁ ବାହାର। ଘୋଡ଼ା କହୁଛି, ଏ ପଡ଼ିଆଟା ହେଉଛି ମୋର, ତୁ ଏଠୁ ବାହାର। ଏହି ସମୟରେ ଦୁଇ ଜଣଙ୍କର ଝଗଡ଼ା ଆରମ୍ଭ ହୋଇଗଲା। ଉପରେ ଗୋଟିଏ ଏଣ୍ଡୁଅଟିଏ ବସିକିନା ଇଏ ଦେଖୁଥାଏ। ଘୋଡ଼ା ପଛୁଆ ନାତ ମାରୁଥାଏ, ଷଣ୍ଢ ମଧ୍ୟ ସିଂହରେ ଭୁଷି ଦେଉଥାଏ ଏବଂ ଦୁଇ ଜଣ ଯାକ ଯେତେବେଳେ କ୍ଳାନ୍ତ ହୋଇପଡ଼ିଲେ ଉପରକୁ ଦେଖିଲେ ଏଣ୍ଡୁଅଟିଏ ବସିଛି। ଷଣ୍ଢ କହିଲା, ବୁଝିଲୁ ଏଣ୍ଡୁଅ, ତୁ ତ ସବୁ କଥା ଦେଖିଛୁ ନା? ହଁ ନା, ରାଜାଙ୍କ ପାଖରେ ମୁଁ ଆପତ୍ତି କରିବି, ତୁ କିନ୍ତୁ ସବୁ ଇଏ ସତ କହିବୁ। ଏଣ୍ଡୁଅ କହିଲା, ଠିକ ଅଛି। ଘୋଡ଼ା କହିଲା, ହେ ଏଣ୍ଡୁଅ, ଆମ ଦୁଇ ଜଣଙ୍କର ଝଗଡ଼ା ତୁ ସବୁ ଦେଖିଛୁ ନା? ହଁ ନା, ରାଜାଙ୍କ ପାଖରେ ମୁଁ ଯାଇବି ଆପତ୍ତି କରିବି, ତୁ କିନ୍ତୁ ଇଏ ସତ କହିବୁ। ଏଣ୍ଡୁଅକୁ ନେଇ ଘୋଡ଼ା ଷଣ୍ଢ ଦୁଇ ଜଣ ଯାକ ଯାଇ ସିଂହ ନିକଟରେ ପହଞ୍ଚିଲେ। ଷଣ୍ଢ ତା ଆପତ୍ତି ଜଣେଇଲା ସିଂହକୁ, ଘୋଡ଼ା ମଧ୍ୟ ତା ଆପତ୍ତି ଜଣେଇଲା ସିଂହ ନିକଟରେ। ସିଂହ ପଚାରିଲା, ସାକ୍ଷୀ? ନା, ସାକ୍ଷୀ ହେଉଛି ଇଏ ଏଣ୍ଡୁଅ। ସିଂହ ରାଜା ପଚାରିଲେ, ଏଣ୍ଡୁଅ, ଇଏ ଷଣ୍ଢ ଯାହା କହୁଛି ସତ୍ୟ? ଏଣ୍ଡୁଅ ଖାଲି ମୁଣ୍ଡ ଟୁଙ୍ଗାରୁଥାଏ। କହିଲା, ଆରେ ଏଣ୍ଡୁଅ, ମୁଁ ତୋତେ ପଚାରୁଛି, ଏ ଯାହା କହୁଛି ସତ୍ୟ ନା ମିଥ୍ୟା? ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରୁଥାଏ। କହିଲା, ଇଏ ଘୋଡ଼ା ଯାହା କହୁଛି ସତ୍ୟ ନା ମିଥ୍ୟା? ଏଣ୍ଡୁଅ ସେଇଭଳି ମୁଣ୍ଡ ଟୁଙ୍ଗାରୁଥାଏ। ଶେଷରେ ସିଂହ ରାଗି ଯାଇକିନା କହିଲା, ହେ ଏଣ୍ଡୁଅ, ଆଜିଠାରୁ ମୁଁ ତୋତେ ଏଇ ଅଭିଶାପ ଦଉଛି, ତୁ ସବୁଦିନ ପାଇଁ ଏଇଭଳି ତୁ ମୁଣ୍ଡକୁ ହଲଉଥିବୁ। ଆପଣମାନେ ଦେଖିଥିବେ ଏଣ୍ଡୁଅ ସଦାସର୍ବଦା ମୁଣ୍ଡକୁ ହଲାଏ।
सिंहर अभिशाप रे एंडुओ से दिन ठारू से मुंडू को हलाए। यही थिला आजिकार ये नीतिबाणी ये निर्यास कथा। आपण मानकु जदि ये कथा भल लगी आपण मैंने गोटे लाइक करिकिना सब्सक्राइब करी अन्य मानकु शेयर करंतु। आपण को जीवन धन्य हो जिवो एवं आपण वैकुंठ लाभ करिवे। एतिकी कही मोर नीतिबाणी को मु ये परिसमाप्त करुच्ची। ये प्रणाम। जय जगन्नाथ।